Acts 17th chapter. ପ୍ରେରିତ ତାର 17 ଅଧ୍ୟାୟ। Acts 17, ପ୍ରେରିତ 17 ଅଧ୍ୟାୟ 2nd verse. ତାର 2 ପଦ। Paul, as his manner was, went in unto them, and 3 Sabbath days reasoned with them out of the scripture. ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି 3 ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘିନି ସେମାନଙ୍କୁ ଉପଦେଶ ଦେଲେ। Where? In Thessalonica. କେଉଁଠି? ଥେସଲୋନିକ୍ୟରେ। Opening and alleging that Christ must needs have suffered ଖ୍ରୀଷ୍ଟଙ୍କର ଯେ ମୃତ୍ୟୁ ଭୋଗ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରିବାର and ଆବଶ୍ୟକ ଥିଲା। rise again from the dead, ହଁ, ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରିବାର ଥିଲା। and that this Jesus whom I preach unto you is ଆଉ Christ. ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି ସେ ଖ୍ରୀଷ୍ଟ ଅଟନ୍ତି। So what happened? ତେବେ କ'ଣ ହେଲା? Some of them believed ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କଲେ and consorted with Paul and Silas. ପାଉଲ ପୁଣି ଶିଲାଙ୍କ ସହିତ ଆଲୋଚନା କଲେ। And of the devout Greeks a great multitude, ପୁଣି ଜିହୁଦୀ ମତାବଲମ୍ବୀ କେତେକ ଗ୍ରୀକ ମାନେ, and some of the chief women, not a few. ପୁଣି ବହୁ ସଂଖ୍ୟକ, ପୁଣି ଅନେକ ଭଦ୍ର ମହିଳା ମାନେ But there was soon trouble in that city. ସେମାନଙ୍କ ସହିତ ଯୋଗ ଦେଲେ, କିନ୍ତୁ ସହର ଈର୍ଷାରେ ଜଳି ଉଠିଲା। There were those that were enraged when they saw the multitude turning to Christ. ଯେତେବେଳେ ଲୋକମାନେ ପ୍ରଭୁ ଯୀଶୁଙ୍କ ନିକଟକୁ ଫେରୁଛନ୍ତି, ଏହା ଦେଖି ଅନ୍ୟମାନେ ଜଳି ଉଠିଲେ ଈର୍ଷାରେ। My dear friends, ମୋର ପ୍ରିୟ ଲୋକମାନେ, when you read history, ଯେତେବେଳେ ଆପଣ ଇତିହାସକୁ ପଢ଼ିବେ, you will see historically there were such horrible customs observed in various parts of this country. ଐତିହାସିକ ଭାବରେ ଆପଣ ଦେଖିବେ ଯେ ଏହି ଦେଶର ବିଭିନ୍ନ ସ୍ଥାନରେ ସେ ସମସ୍ତ ଚିନ୍ତା ବା ପ୍ରଥାକୁ ପ୍ରତିପାଳନ କରାଯାଉଛି। All right, sati is one of them, ସେମାନଙ୍କ ମଧ୍ୟରୁ ସତୀ ପ୍ରଥା ଗୋଟିଏ, and throwing the babies in Ganga Saga was another. ଗଙ୍ଗା ସାଗରରେ ଶିଶୁମାନଙ୍କୁ ଫୋପାଡ଼ି ଦେବା ସେଇଟା ବି ଆଉ ଗୋଟେ ବିଷୟ। Infanticide was another. ଶିଶୁ ବଳି କରିବା ସେଇଟା ମଧ୍ୟ ଆଉ ଗୋଟେ ବିଷୟ। And various customs which were locally observed. ଏହି ପ୍ରକାର ଅନେକ ପ୍ରଥା ସବୁ ଯାହା ବିଭିନ୍ନ ସ୍ଥାନରେ କରାଯାଉଥିଲା। Lord William Bentinck ଲର୍ଡ ୱିଲିୟମ ବେଣ୍ଟିକ୍ tried to do his best in his 8 years. ତାଙ୍କର 80 ବର୍ଷ ବୟସରେ ମଧ୍ୟ ଚେଷ୍ଟା କଲେ ସମସ୍ତ ସାଧ୍ୟ କରିବା ପାଇଁ, But କିନ୍ତୁ the change in the heart of man does not come by legislation. କିନ୍ତୁ ଏହି ସମସ୍ତ ପ୍ରଥା ଦ୍ୱାରା ଲୋକମାନଙ୍କ ହୃଦୟରେ ପରିବର୍ତ୍ତନ ଆସିନଥାଏ। Certain rules can be made, କିଛି ବ୍ୟବସ୍ଥା ପ୍ରଣୟନ କରାଯିବାର ଆବଶ୍ୟକ ରହିଛି, but କିନ୍ତୁ people have a downward pull. They just want to hold on. କିନ୍ତୁ ଲୋକମାନେ ସେ ପୁରୁଣା ବିଷୟକୁ ଧରି ରହିବା ପାଇଁ ଚାହାନ୍ତି। Black magic. ଗୁଣି କରିବା See what an awful thing this is. କେତେ ଦୟନୀୟ ବିଷୟ ତାହା। So many people say somebody has done black magic against my family. ଅନେକ ଲୋକ କହନ୍ତି ଆମ ପରିବାର ବିରୁଦ୍ଧରେ କେହି ଜଣେ ଗୁଣି କରିଛନ୍ତି, ତନ୍ତ୍ରମନ୍ତ୍ର କରିଛନ୍ତି। I have seen black magicians converted, ମୁଁ ଦେଖିଛି ଗୁଣିଆ ମାନେ ମନ ବଦଳେଇବା, and I have absolutely no fear କୌଣସି ଭାବରେ ମୋ ମନରେ ଭୟ ନାହିଁ, because I am under the blood of Jesus. କାରଣ ମୁଁ ପ୍ରଭୁ ଯୀଶୁଙ୍କ ରକ୍ତ ଅଧୀନରେ ରହିଛି। But the gospel attacks the root of evil. କିନ୍ତୁ ସୁସମାଚାର ସେ ମନ୍ଦର ମୂଳକୁ ଯାଇ ଆଘାତ କରେ। So, when the word of God went to these strange ସେଇ places, ଅଜଣା ସ୍ଥାନମାନଙ୍କୁ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଯାଇ ପହଞ୍ଚିଲା, the very foundations of evil and immorality were shaken. ମନ୍ଦତା ପୁଣି ଅନୈତିକର ସେଇ ମୂଳଦୁଆ କମ୍ପିବାକୁ ଲାଗିଲା। People didn't want that. ଲୋକମାନେ ତାହା ଚାହୁଁନଥିଲେ, So, ତେଣୁ they counterattacked. ସେମାନେ ଆକ୍ରମଣ କରିବାକୁ ଆରମ୍ଭ କଲେ।
See, in this nation, ଏଇ ଦେଶ କଥା ଦେଖନ୍ତୁ, let me see one man ମତେ ଜଣେ ବ୍ୟକ୍ତିକୁ ଦେଖିବାକୁ ଦିଅନ୍ତୁ who can say, I have found a parallel to Jesus. ଯେ କହିପାରିବ ମୁଁ ଯୀଶୁଙ୍କ ସମତୁଲ୍ୟ ଜଣେ ବ୍ୟକ୍ତିଙ୍କୁ ପାଇଛି ବୋଲି। Come on, let me see one intelligent, rational person. ଓ ଜଣେ ଜ୍ଞାନୀ ବ୍ୟକ୍ତି ବି ଠିଆ ହେଇ କୁହନ୍ତୁ ମୁଁ ଯୀଶୁଙ୍କ ତୁଲ୍ୟ ଜଣେ ବ୍ୟକ୍ତିଙ୍କୁ ପାଇଛି ବୋଲି। I have found another Prayashchit Bali. ମୁଁ ଆଉ ଏକ ପ୍ରାୟଶ୍ଚିତ ବଳିକୁ ପାଇଛି ବୋଲି, It has changed my ଯାହା nature. ମୋର ସ୍ୱଭାବକୁ ବଦଳେଇ ଦେଇଛି। Show me one intelligent man. ଜଣେ ଜ୍ଞାନୀ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତିକୁ ମୋତେ ଦେଖାନ୍ତୁ। Why then is all this furor, this anger, କାହିଁକି ତେବେ ଏ ସମସ୍ତ କ୍ରୋଧ, this hatred? এই ସମସ୍ତ ଘୃଣା And saying all kinds of irrelevant things. ପୁଣି ସମସ୍ତ ଅଯୁକ୍ତିକର ବିଷୟକୁ କହୁଛୁ ଆମମାନେ। Western religion, this religion, low caste religion. ପାଶ୍ଚାତ୍ୟ ଧର୍ମ, ଏଇ ଧର୍ମ ସେଇ ଧର୍ମ, ନିଚ ଜାତିର ଧର୍ମ, Nothing but a sense of, oh, my finances will be କିଛି affected. ନୁହଁ, କେବଳ ଗୋଟିଏ ଚିନ୍ତା, ଯଦି ଏସବୁ ହବ ତାହେଲେ ମୋର ଆର୍ଥିକ ଅବସ୍ଥାର ପରିସ୍ଥିତି ଭିନ୍ନ ହବ, My bigness will be degraded. ଓ ମୋର ବଡ଼ ନାମ ତଳକୁ ଖସି ଆସିବ, My caste will be spoiled. ମୋ ଜାତି ଲୋପ ପାଇଯିବ। Horrible. ଅତି ଭୟଙ୍କର ଅଟେ। No regard for truth. ସତ୍ୟତା ନିମନ୍ତେ କୌଣସି ଉତ୍ତମ ଚିନ୍ତାଧାରା ନାହିଁ। Truth is trampled ସତ୍ୟକୁ ଯେମିତି ପାଦରେ ଦଳି ଦିଆଯାଉଛି, even in our election. ଆମମାନଙ୍କର ଭୋଟ ସମୟରେ ମଧ୍ୟ Democracy is mocked ଗଣତନ୍ତ୍ରକୁ ଯେମିତି ହାସ୍ୟାସ୍ପଦ by କରାଯାଉଛି, Indian democracy. ଭାରତର ଗଣତନ୍ତ୍ରକୁ ଯେମିତି ହାସ୍ୟାସ୍ପଦ କରାଯାଉଛି, Bribe giving democracy. ଲାଞ୍ଚ ଦବା ଗଣତନ୍ତ୍ର ଅଟେ। By bribe taking democracy. ଲାଞ୍ଚ ଗ୍ରହଣ କରିବା ଗଣତନ୍ତ୍ର ଅଟେ। No justice for the poor man. ଦରିଦ୍ର ଲୋକମାନଙ୍କ ପାଇଁ କୌଣସି ନ୍ୟାୟ ନାହିଁ। So, ତେଣୁ that's what happened in Thessalonica. ଥେସଲୋନିକୀୟରେ ତାହା ହିଁ ଘଟିଲା। 5th verse, 5 ପଦ, 17th chapter of Acts. ପ୍ରେରିତ 17 ଅଧ୍ୟାୟ। But the Jews which believed not, moved with envy, କିନ୍ତୁ ଜିହୁଦୀମାନେ ଈର୍ଷାରେ ଜଳି ଉଠିଲେ, took unto them certain lewd fellows of the baser ପୁଣି sort. ବଜାରର କେତେକ ଦୁଷ୍ଟ ଲୋକମାନଙ୍କୁ ସାଙ୍ଗରେ ଘେନି ଆସିଲେ। What a title is given! କି ପ୍ରକାର ଏକ ଉପାଧି ସେମାନଙ୍କୁ ଦିଆଯାଇଛି, Lewd fellows of a baser sort. ବଜାରରେ ଥିବା କେତେକ ଦୁଷ୍ଟ ଲୋକମାନେ। You want to belong to that class? ସେଇ ଶ୍ରେଣୀର ଲୋକମାନଙ୍କ ସହିତ ଆପଣ ମିଶିବା ପାଇଁ ଚାହାନ୍ତି କି? There are many people who belong to that class ଆଜି ଅନେକ in ଲୋକ this country and other countries. ଏଇ ଦେଶରେ ପୁଣି ଅନ୍ୟ ଦେଶମାନଙ୍କରେ ସେଇ ପ୍ରକାର ଲୋକମାନେ ଅଛନ୍ତି ଯେଉଁମାନେ ଏଇ ଦଳରେ ମିଶିବା ପାଇଁ ଚାହାନ୍ତି। They love uncleanness. ସେମାନେ ଅଶୁଚିତାକୁ ପସନ୍ଦ କରନ୍ତି, They love immorality. ଅନୈତିକତାକୁ ଭଲ ପାଆନ୍ତି। Their way of private life is publicly displayed in Bollywood. ସେମାନଙ୍କର ଯୋଉ ଗୁପ୍ତ ଜୀବନ ବଲିଉଡରେ ପ୍ରକାଶ ପାଏ। My dear friends, ମୋ ପ୍ରିୟ ବନ୍ଧୁମାନେ, they feel threatened. ସେମାନେ ଅନୁଭବ କରନ୍ତି ଭୟଭୀତ ବିଷୟକୁ। And the 6th verse, 6 ପଦ, these that have turned the world upside down are come hither also. ଯେଉଁମାନେ ଜଗତକୁ ଓଲଟ ପାଲଟ କରି ପକାଇଲାଣି ସେମାନେ ଆମମାନଙ୍କ ମଧ୍ୟକୁ ବି ଆସି ଅଛନ୍ତି। So they dragged these men before the rulers. ତେବେ ସେମାନେ ଶାସନକର୍ତ୍ତାଙ୍କ ନିକଟକୁ ସେମାନଙ୍କୁ ଟାଣି ନେଲେ। What was their cry? ସେମାନଙ୍କର କ୍ରନ୍ଦନ କଣ, ଚିତ୍କାର କଣ? These men that turned the world upside down have come hither ଯେଉଁ also. ଲୋକମାନେ ଜଗତକୁ ଓଲଟ ପାଲଟ କରନ୍ତି ସେମାନେ ଆମମାନଙ୍କ ନିକଟକୁ ବି ଆସି ଅଛନ୍ତି। Today, ଦେଖନ୍ତୁ ଆଜି what is the cry? ଆଜି ଲୋକମାନଙ୍କ ଚିତ୍କାର କଣ? These Christian mice are squeaking here also. ଓ ଏଇ ଖ୍ରୀଷ୍ଟିଆନ ଲୋକମାନେ ସେମାନେ ଏଇ ସ୍ଥାନକୁ ବି ଆସି ପ୍ରଭୁଙ୍କ ବିଷୟ ଘୋଷଣା କରୁଛନ୍ତି। Huh? Christian mice. ଖ୍ରୀଷ୍ଟିଆନ, After you go from here, ଆପଣ ଏଇ ସ୍ଥାନରୁ ଗଲା ପରେ you are even ashamed of the Bible. ଆପଣ ବାଇବଲ ନିମନ୍ତେ ମଧ୍ୟ ଲଜ୍ଜିତ ଅଟନ୍ତି।
My dear friends, ମୋ ପ୍ରିୟ ବନ୍ଧୁମାନେ, ashamed of whom? କାହା ପାଇଁ ଆପଣ ଲଜ୍ଜିତ ଅଟନ୍ତି? Ashamed of the Son of Righteousness. ଧାର୍ମିକତାର ପୁତ୍ର ସେଇ ଯୀଶୁଙ୍କ ନିମନ୍ତେ ଆପଣ ଲଜ୍ଜିତ ଅଟନ୍ତି? Ashamed of Jesus who became the प्रायश्चित बलि for your sin. ଆପଣଙ୍କ ପାପ ନିମନ୍ତେ ଯେ ପ୍ରାୟଶ୍ଚିତ ବଳି ହେଲେ ସେଇ ଯୀଶୁଙ୍କ ନିମନ୍ତେ ଆପଣ ଲଜ୍ଜିତ ଅଟନ୍ତି? I don't like the attitude of many Christians. ଅନେକ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏଇ ମନୋଭାବ ବା ଏଇ ଚିନ୍ତାଧାରାକୁ ମୁଁ ପସନ୍ଦ କରେନି। They behave like beaten puppies. ସେମାନେ ଯେମିତି ଆଘାତ ପ୍ରାପ୍ତ କୁକୁର ଛୁଆ ପରି ହୁଅନ୍ତି। Today, our telecast went out in Orissa. ଓଡ଼ିଶାକୁ ମଧ୍ୟ ଆମମାନଙ୍କର ଟେଲିଭିଜନ କାର୍ଯ୍ୟକ୍ରମ ଯାଇଛି। The history of Orissa is ଓଡ଼ିଶାର ଇତିହାସ ହେଲା that they have tried hard to put Christ out of that state. ରାଜ୍ୟରୁ ସେମାନେ ଚେଷ୍ଟା କରିଛନ୍ତି ଖ୍ରୀଷ୍ଟଙ୍କୁ ବାହାର କରିଦେବା ପାଇଁ। Burn them out. Bomb them out. ଓ ସେମାନଙ୍କୁ ଜାଳି ଦେଇଛନ୍ତି, ବିଭିନ୍ନ ତାଡ଼ନା ଦିଆହେଇଛି ଲୋକମାନଙ୍କୁ। My dear friends, ମୋ ପ୍ରିୟ ବନ୍ଧୁମାନେ, can you bomb out truth? ସତ୍ୟତାକୁ ଆପଣ ବମ୍ବରେ ଉଡ଼େଇ ଦେଇପାରିବେ କି? Can you burn out truth? କ'ଣ ସତ୍ୟତାକୁ ଆପଣ ଜାଳି ବାହାର କରିଦେଇ ପାରିବେ କି? No one can. କେହି ବି ତାହା କରିପାରିବନି। From next week, ଆସନ୍ତା ସପ୍ତାହଠୁ in Gujarat, ଗୁଜରାଟରେ our telecast is going to be resumed. ଆମମାନଙ୍କର ଟେଲିକାଷ୍ଟ ଆରମ୍ଭ ହେବ। I praise God for this. ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ସେଥିପାଇଁ। Anybody can see that I am not doing this for money. କେହି ବି ଦେଖି କହିପାରିବେ ଯେ ମୁଁ ଟଙ୍କା ପାଇଁ ଏ ସମସ୍ତ କାର୍ଯ୍ୟ କରୁନି। We love souls. ଆମେ ଆତ୍ମା ସବୁକୁ ପ୍ରେମ କରୁ। We want your salvation. ଆମେ ଚାହୁଁ ଆପଣଙ୍କର ପରିତ୍ରାଣକୁ। And we know that your only hope is Jesus Christ. ପୁଣି ଆମେ ଏ କଥା ଜାଣୁ ଯେ ଆପଣଙ୍କର ଏକମାତ୍ର ଆଶା ହେଲା ପ୍ରଭୁ ଯୀଶୁ। My dear people. ମୋ ପ୍ରିୟ ଲୋକମାନେ, So, ତେବେ there was a rioting crowd. ସେମାନେ ବଜାରରୁ ଆଣୁଛନ୍ତି ଦୁଷ୍ଟ ଲୋକମାନଙ୍କୁ। These men that turned the world upside ପୁଣି down. କହୁଛନ୍ତି ଏଇ ଯୋଉ ଲୋକମାନେ ଜଗତକୁ ଓଲଟ ପାଲଟ କରିଦେଉଛନ୍ତି, They have come here also. ସେମାନେ ଏଇଠିକି ମଧ୍ୟ ଆସିଅଛନ୍ତି। Oh, no more bribes can be ଓ taken. ଆଉ ଲାଞ୍ଚ ଗ୍ରହଣ କରାଯାଇ ପାରିବନି। A man cannot have 440 wives. ଆଉ କୌଣସି ପୁରୁଷ 4ଟା କିମ୍ବା 40ଟା ସ୍ତ୍ରୀ ରଖିପାରିବନି। All that wickedness we have got to get rid ଓ of. ଯୋଉ ସମସ୍ତ ଦୁଷ୍ଟତା ଆମମାନଙ୍କ ମଧ୍ୟରେ ଅଛି ତାହା ଚାଲିଯିବ। Our world is turned upside down. ଆମମାନଙ୍କ ଜଗତ ବର୍ତ୍ତମାନ ଓଲଟ ପାଲଟ ହେଇଯିବ। Yes, ହଁ, we must apologize to the people of this country and other countries. ଏଇ ଦେଶ ପୁଣି ଅନ୍ୟ ଦେଶର ଲୋକମାନଙ୍କ ନିକଟରେ ଆମମାନଙ୍କୁ କ୍ଷମା ପ୍ରାର୍ଥୀ ହେବା ଦରକାର ଅଛି। That we have become spiritual dwarfs. କାରଣ ଆମମାନେ ଆତ୍ମିକ ଭାବରେ ଅନ୍ଧ ହେଇଛୁ, ଭୟାଳୁ ହେଇଛୁ। We have not done our duty. ଆମମାନଙ୍କ କାର୍ଯ୍ୟ ଆମମାନେ କରିନାହୁଁ। We are not the people that turned evil upside down. ଆମମାନେ ମନ୍ଦକୁ ଓଲଟ ପାଲଟ କରିବା ବ୍ୟକ୍ତିରେ ପରିଣତ ହେଇପାରିନାହୁଁ। We don't see truth triumphing in our offices. ଆମମାନଙ୍କ କାର୍ଯ୍ୟାଳୟରେ ସତ୍ୟତାର ବିଜୟକୁ ଆମମାନେ ଦେଖିପାରୁନାହୁଁ। Bribery everywhere. ସମସ୍ତ ସ୍ଥାନକୁ ଆପଣ ଦେଖିବେ କେବଳ ଲାଞ୍ଚ କାରବାର। I don't know with what face some of these men stand for election. ମୁଁ ଜାଣିନି କୋଉ ମୁହଁକୁ ନେଇ ଆମମାନଙ୍କର କେତେକ ଲୋକମାନେ ସେ ଇଲେକ୍ସନରେ ବା ଭୋଟ ନିମନ୍ତେ ଠିଆ ହୁଅନ୍ତି। How sad. କେତେ ଦୁଃଖର ବିଷୟ। My dear people, ମୋର ପ୍ରିୟ ଲୋକମାନେ, we have lost our status. ଆମମାନଙ୍କର ଷ୍ଟାଟସ୍ ବା ଆମମାନଙ୍କ ମାନକୁ ଆମମାନେ ହରେଇ ବସିଛୁ। You know, everybody ପ୍ରତ୍ୟେକ କହନ୍ତି says, oh, our caste is gone. ଓ ଆମମାନଙ୍କ ଜାତି ଚାଲିଗଲା, Our daughter has gone and married a Christian. ଆମ ଝିଅ ଚାଲି ସେ ଖ୍ରୀଷ୍ଟିଆନ ଲୋକଙ୍କ ସହିତ ବାହା କଲା, Our caste is gone. ଆମମାନଙ୍କ ଜାତି ଚାଲିଗଲା। Now, my dear friends, ନା ମୋ ପ୍ରିୟ ବନ୍ଧୁମାନେ, everyone has to yield to truth. ସମସ୍ତଙ୍କୁ ସେ ସତ୍ୟ ସମ୍ମୁଖରେ ନତ ହେବାକୁ ପଡ଼ିବ। And some of us who say we are Christians, ପୁଣି ଆମମାନଙ୍କ ମଧ୍ୟରେ ଯେଉଁମାନେ କହନ୍ତି ଆମମାନେ ଖ୍ରୀଷ୍ଟିଆନ ବୋଲି,
We can also say, ଆମମାନେ ମଧ୍ୟ କହିପାରିବା my caste is gone. ଆମ ଜାତି ଚାଲିଗଲା। What is your caste? ଆପଣଙ୍କ ଜାତି କ'ଣ? What is your caste? ଆପଣଙ୍କ ଜାତି କ'ଣ? Men that turn the world upside down. ସେଇ ବ୍ୟକ୍ତି ଯିଏକି ଜଗତକୁ ଓଲଟ ପାଲଟ କରି ପକାଏ। What is your caste today? ଆଜି ଆପଣଙ୍କ ଜାତି କ'ଣ ତେବେ? Mice, squeaking mice, squeak, 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 squeak. ଓ ଆପଣ ଦେଖିବେ ସେ ସେମିତି ଛୋଟ କୁକୁର ଛୁଆ ଭଳି। We have lost our caste. ଆମମାନଙ୍କ ଜାତିକୁ ଆମେ ଆଜି ହରେଇ ବସିଛୁ। Friends, ବନ୍ଧୁମାନେ, we must be ashamed and repent. ଆମମାନେ ଲଜ୍ଜିତ ହୋଇ ମନ ଫେରଣ କରିବା ଆବଶ୍ୟକ ରହିଛି। Turn again to 1 Thessalonians, ପ୍ରଥମ ଥେସଲୋନିୟକୁ ଆପଣ ଖୋଲନ୍ତୁ, 2nd chapter. ତାର 2 ଅଧ୍ୟାୟ। What do you see further? ଆପଣ କ'ଣ ଦେଖୁଛନ୍ତି ସେଇଠି? How does Paul work? ପାଉଲ କେମିତି କାର୍ଯ୍ୟ କଲେ, ଆଗକୁ ବଢିଲେ? From the 3rd verse, please. 3 ପଦରୁ For our exhortation was not of deceit, କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ନୁହଁ, nor of uncleanness, ନା ଅବା ଅସୁଚିତାମୂଳକ ଅଟେ, nor in guile. ନା ଛଳଯୁକ୍ତ ଅଟେ। What is this? ଏହା କ'ଣ? Must you say, my religion which I am teaching is not of deceit? It is not mixed with some ଆପଣ କ'ଣ deceit. କହୁଛନ୍ତି କି ଯୋଉ ଧର୍ମ ବିଷୟରେ ଆଜି ମୁଁ ଶିକ୍ଷା ଦଉଛି ବା ପ୍ରଚାର କରୁଛି ତାହା କୌଣସି ଛଳଯୁକ୍ତ ନୁହେଁ, ଅସୁଚିତ It ନୁହେଁ? is cleverly tailored to deceive you. କ'ଣ ତାହା ଆପଣଙ୍କୁ ଛଳ ବା ଆପଣଙ୍କୁ ପ୍ରତାରଣା କରିବା ନିମନ୍ତେ ଉଦ୍ଦିଷ୍ଟ କି? Come on, let me ask men who tell me that when you murder, you will become a martyr. କହନ୍ତୁ ଭାଇମାନେ, ଆପଣମାନେ ବନ୍ଧୁମାନେ, ପୁରୁଷମାନେ କହନ୍ତୁ, ଆପଣ ଯେତେବେଳେ ହତ୍ୟା କରୁଛନ୍ତି ଆପଣ କ'ଣ ସେଇ ଶହୀଦ ଭାବରେ ରହିବେ? Is it not a tailored deceit? ଏଇଟା କ'ଣ ସେଇ ଛଳଯୁକ୍ତ ଉପଦେଶ ନୁହଁ କି? Filling the whole world with fear. ସମୁଦାୟ ଜଗତକୁ ଭୟରେ ରଖିବା। Here St. Paul says, ଏଇଠି ସାଧୁ ପାଉଲ କହନ୍ତି, my religion is not tailored and pickled with deceit. ଆମ୍ଭମାନଙ୍କର ଉପଦେଶ କୌଣସି ଭ୍ରମ ନୁହଁ, ଅସୁଚିତାମୂଳକ ନୁହଁ ବା ଛଳଯୁକ୍ତ ନୁହଁ, Nor of uncleanness. ନା କୌଣସି ଅସୁଚିତାମୂଳକ ନୁହଁ। Well, you know what is the religion which people want today? କିନ୍ତୁ ଆଜି କି ପ୍ରକାର ଧର୍ମକୁ ଲୋକମାନେ ଚାହାନ୍ତି? They started something called New Age in America and other parts of the world. ଆମେରିକା ପୁଣି ପୃଥିବୀର ଅନ୍ୟ ସ୍ଥାନମାନଙ୍କରେ ଲୋକମାନେ କହନ୍ତି ନ୍ୟୁ ଏଜ୍ ବୋଲି, ନୂଆ ଯୁଗ। You see, not one of these religions ଏଇ ସମସ୍ତ ମଧ୍ୟରୁ ଗୋଟିଏ ବି ଧର୍ମ ନୁହଁ gives heart purity. ଆପଣଙ୍କ ହୃଦୟକୁ ସୁଚିତା ଦେଇପାରିବ। Here is this girl. ଓ ଏଇଠି ଝିଅଟି ଅଛି, She has been caught in adultery, ବ୍ୟଭିଚାର କାର୍ଯ୍ୟରେ ସେ ଧରା ପଡ଼ିଛି, so we'll shoot her. ତେଣୁ ତାକୁ ଆମେ ଜୀବନରେ ମାରିଦେବା। Shooting does not change the heart. ଗୁଳିରେ ଜଣକୁ ମାରି ହତ୍ୟା କରିବା ଦ୍ୱାରା କାହା ହୃଦୟ ବଦଳି ନାହିଁ ବା ବଦଳି ଯିବନି। My dear people, ମୋ ପ୍ରିୟ ଲୋକମାନେ, is that all the cure that you have? ଏଇଟା କ'ଣ କେବଳ ଗୋଟିଏ ଉପାୟ କି ଯାହା ଆପଣ ପାଇଛନ୍ତି? I have seen, I never number these people, such terrible people. ମୁଁ ଦେଖିଛି ସେମାନଙ୍କ ସଂଖ୍ୟା ତ କହିପାରିବିନି, ଏତେ ଭୟଙ୍କର ଲୋକମାନେ, କିନ୍ତୁ ସେମାନେ Men, women, girls and boys ପୁରୁଷ, ସ୍ତ୍ରୀ, ପୁଅ ଆଉ ଝିଅମାନେ living in impurity, ଅସୁଚିତାରେ ଜୀବନ କାଟୁଛନ୍ତି, adultery, ବ୍ୟଭିଚାର ଓ fornication, ଏ ସମସ୍ତ ପରଦାର, homosexuality, ସମଲିଙ୍ଗୀ ବିବାହ କରିବା, delivered by Jesus, କିନ୍ତୁ ସେମାନେ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପାଉଛନ୍ତି। abusing their own bodies, ନିଜ ଶରୀରକୁ ସେମାନେ କେମିତି କଷ୍ଟରେ ରଖୁଛନ୍ତି, delivered by Jesus. ସେମାନେ କିନ୍ତୁ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପାଇଛନ୍ତି। So, ତେଣୁ our religion is not
a concession to your uncleanness, ଆପଣଙ୍କର ଅଶୁଚିତାକୁ ଆମମାନଙ୍କର ଏଇ ଯୋଉ ଧର୍ମ ଏକ କନସେସନ ନୁହଁ, nor of guile. ନା କୌଣସି ଛଳଯୁକ୍ତ ନୁହଁ। I think we are a very clever people. Indians generally are very clever. ଭାରତୀୟ ଲୋକମାନେ ସାଧାରଣତଃ ଅତି ଚତୁର ଲୋକମାନେ। And when I see them doing business in other countries, ଅନ୍ୟ ଦେଶରେ ମୁଁ ଦେଖୁଛି ଯେତେବେଳେ ସେମାନେ ବ୍ୟବସାୟ କରୁଛନ୍ତି, I feel very sad for the local people. ମୁଁ ସ୍ଥାନୀୟ ଲୋକମାନଙ୍କୁ ଦେଖିଲା ପରେ ଭାରି ଦୁଃଖ ଲାଗେ। I say, boy, our Indian people will deceive them completely. ମୁଁ ଏଇ କଥା କୁହେ, ଓହୋ ଆମ ଭାରତୀୟ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ଠକି ଚାଲିବେ। When I was in New York as a young fellow, unmarried young man of 30, ମୁଁ ସେତେବେଳେ 30 ବର୍ଷର ଅବିବାହିତ ଯୁବକ ଥିଲି ଯେତେବେଳେ ମୁଁ ନ୍ୟୁୟର୍କ ଯାଇଥିଲି। I lived in an area which was very good, very nice area, very respectable area, ମୁଁ ସେଇଭଳି ଏକ ଅଞ୍ଚଳରେ ରହୁଥିଲି ଯାହା ଅତି ସୁନ୍ଦର ପୁଣି ଅତି ସମ୍ମାନସ୍ପଦ ଅଞ୍ଚଳ ଥିଲା। called Jackson Heights. କୁହାଯାଏ ଜ୍ୟାକ୍ସନ୍ ହାଇଟ୍ସ ବୋଲି। And I remember the street name was 74th ମୁଁ Street. ମନେ ପକାଏ ସେ ସାହିର ନାମ ଥିଲା 74 ଷ୍ଟ୍ରିଟ୍ ବା ସାହି। Well, ଠିକ ଅଛି। recently when I was in Jackson Heights, ମୁଁ ଅତି ନିକଟରେ ଯେତେବେଳେ ଜ୍ୟାକ୍ସନ୍ ହାଇଟ୍କୁ ଗଲି, they said this street has changed. ସେମାନେ କହିଲେ ସାହି ବର୍ତ୍ତମାନ ବଦଳି ଯାଇଛି। We have a lot of Vyaparis, business people from Gujarat and other places here. ଗୁଜରାଟ ପୁଣି ଅନ୍ୟାନ୍ୟ ସ୍ଥାନରୁ ଅନେକ ବ୍ୟବସାୟୀ ମାନେ ଏଇଠିକି ଆସି ରହିଛନ୍ତି। And here, if you want to do any business, ଯଦି ଏଇଠି ଆପଣ ଯେକୌଣସି ବ୍ୟବସାୟ କରିବାକୁ ଚାହାନ୍ତି, you must produce cash. ଆପଣଙ୍କୁ କ୍ୟାସ୍ ପ୍ରଡ୍ୟୁସ କରିବାକୁ ପଡ଼ିବ। That is, you must bring out your money, ତାମାନେ ଆପଣଙ୍କ ଟଙ୍କା ବାହାର କରି ଆଣିବାକୁ ପଡ଼ିବ। not check. ଚେକରେ କାମ ଚାଲିବନି। Checks will go to the bank and will go to the eyes of the taxes. IRS, income tax. ଚେକ୍ ବ୍ୟାଙ୍କକୁ ଯିବ, ପୁଣି ସେଇଥିପାଇଁ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ଭରିବାକୁ ପଡ଼ିବ। ତେଣୁ ସେମାନେ ଚାହୁଁନାହାନ୍ତି। So the businessmen here ତେଣୁ ଯେଉଁମାନେ ଏଇଠି ବ୍ୟବସାୟ କରୁଛନ୍ତି, will only do money in cash. ତେଣୁ ସେମାନେ କେବଳ ଟଙ୍କା ହିଁ ଗ୍ରହଣ କରିବେ। କାରବାରରେ କେବଳ ଟଙ୍କା ହିଁ ଦବା ନେବାରେ ସେମାନେ ଅନୁମତି ଦେବେ। That means ତାମାନେ a whole street of robbers. ତାମାନେ ସେ ସାହିରେ କେବଳ ଚୋରମାନେ ଭରି ରହିଛନ୍ତି। Not paying their taxes. ସେମାନେ ନିଜ ନିଜ ଟ୍ୟାକ୍ସ ବା କରକୁ ଭରୁନାହାନ୍ତି। Of course, America has gone down ହଁ ନିଶ୍ଚିତ ଭାବେ ଆମେରିକା ତଳକୁ ଖସି ଆସିଛି। because everybody wants to eat or grab. କାରଣ ପ୍ରତ୍ୟେକ ଖାଇବା ପାଇଁ ଚାହାନ୍ତି, ପୁଣି ହରଣ କରିବା ପାଇଁ ଚାହାନ୍ତି ନିଜ ଅନ୍ୟଠାରୁ। That's all they go there for. ସେଇଥିପାଇଁ ତ ସେମାନେ ସେଇଠିକି ଯାଆନ୍ତି। But I say, କିନ୍ତୁ ମୁଁ କୁହେ, now we have to lift America. ଆମମାନଙ୍କୁ ଆମେରିକାକୁ ଉଠେଇବାକୁ ପଡ଼ିବ। This country did so much for so many. କାରଣ ଅନେକଙ୍କ ପାଇଁ ଏ ଦେଶ ଅନେକ କାର୍ଯ୍ୟ କରିଛି। In their famine, in their droughts, ସେମାନଙ୍କ ଦୁର୍ଭିକ୍ଷରେ ମରୁଡ଼ିରେ ଅନେକ ସାହାଯ୍ୟ କରିଛନ୍ତି ସେମାନେ। they were the first to go with relief ସେମାନେ ହେଉଛନ୍ତି ପ୍ରଥମ ଦେଶ ଯିଏକି ରିଲିଫ ନେଇ ସେମାନଙ୍କ ନିକଟରେ ପହଞ୍ଚେ, from the taxpayer. ସେ କର ଦବା ଲୋକମାନଙ୍କ ଠାରୁ। But when America is down, କିନ୍ତୁ ଯେତେବେଳେ ଆମେରିକା ବର୍ତ୍ତମାନ ତଳକୁ ଖସି ଆସୁଛି, everybody is happy. ସମସ୍ତେ ଖୁସି ଅଟନ୍ତି। My dear people, ମୋ ପ୍ରିୟ ଲୋକମାନେ, a Christian says, ଜଣେ ଖ୍ରୀଷ୍ଟିଆନ କୁହେ, this poor man is down. ଏଇ ନିରୀହ ଲୋକଟି ତଳକୁ ଖସି ଆସିଛି। No matter he is white, black, blue, red, ସେ ଧଳା anything. ହେଉ, କଳା ହେଉ, ନାଲି ହେଉ କି ଯାହା ବି ହେଉ ନା କାହିଁକି, I will lift him. ମୁଁ ତାଙ୍କୁ ଉଠେଇବି। That is the Christian heart. ତାହା ହେଉଛି ଖ୍ରୀଷ୍ଟିଆନ ହୃଦୟ। See, America has gone down, Europe has gone down. ଆମେରିକା ତଳକୁ ଚାଲି ଯାଇଛି, ୟୁରୋପ ବି ତଳକୁ ଚାଲି ଯାଇଛି। Because କାରଣ America was always the big buyer, the big market. କାରଣ ଆମେରିକା ସବୁବେଳେ ଏକ ବଡ଼ ବଜାର ଅଟେ, ବଡ଼ ମାର୍କେଟ ଅଟେ।
So when they have no money to buy, ଯେତେବେଳେ ସେମାନଙ୍କ ପାଖରେ କିଣିବା ପାଇଁ ପଇସା ନାହିଁ, you ask people on Mount Road. ମାଉଣ୍ଟ ରୋଡରେ ଥିବା ଲୋକମାନଙ୍କୁ ଆପଣ ପଚାରନ୍ତୁ, They will say, ସେମାନେ କହିବେ oh, our products are not being sold. ଓ ଆମମାନଙ୍କର ଉତ୍ପାଦନ ସବୁ ବିକ୍ରି ହେଇପାରୁନାହିଁ। I am not referring to saris. ମୁଁ ଶାଢ଼ୀ କଥା କହୁନି। Saris will go even if you are starving. ଆପଣ ଯଦି ସଂଘର୍ଷ କରୁଛନ୍ତି ଖାଦ୍ୟ ପାଇଁ ତେବେ ବି ଶାଢ଼ୀ ବିକ୍ରି ହେବ। I know you. ମୁଁ ଜାଣେ ଆପଣମାନଙ୍କୁ। Now, my dear people, ନା ମୋ ପ୍ରିୟ ଲୋକମାନେ, here ଏଇଠି the gospel is not of guile. ସୁସମାଚାର ଛଳଯୁକ୍ତ ନୁହଁ। See, we have filled the world with a false balance. ଆମମାନେ ଜଗତକୁ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ତରାଜୁରେ ଭରି ଦେଇଛୁ। Truth is untruth. ସତ୍ୟ ଅସତ୍ୟ ଅଟେ, Light is darkness. ଆଲୋକ ଅନ୍ଧକାର ଅଟେ, Bribery is right. ଲାଞ୍ଚ ଗ୍ରହଣ କରିବା ଠିକ ବିଷୟ ଅଟେ। The biggest bribe takers are the greatest. ଯେଉଁମାନେ ଅଧିକ ଲାଞ୍ଚ ଗ୍ରହଣ କରନ୍ତି ସେମାନେ ମହାନ ବ୍ୟକ୍ତି ଅଟନ୍ତି। My dear friends, ମୋ ପ୍ରିୟ ବନ୍ଧୁମାନେ, it's all guile. ଏ ସମସ୍ତ ଛଳଯୁକ୍ତ ଅଟେ। St. Paul says, ସାଧୁ ପାଉଲ କହନ୍ତି, our gospel is not of guile, ଆମମାନଙ୍କ ସୁସମାଚାର ସେ ଛଳଯୁକ୍ତ ନୁହଁ, nor of uncleanness, ଅସୁଚିତାମୂଳକ ନୁହଁ, nor of deceit. ନା କୌଣସି ପ୍ରତାରଣାର ବିଷୟ ନୁହଁ। And then in the fourth verse, ପୁଣି ଚାରିପଦରେ, but as we are allowed of God to be put in trust with the gospel, କିନ୍ତୁ ଆମମାନେ ଯେପରି ସୁସମାଚାର ଉପରେ ନିର୍ଭର କି ଈଶ୍ୱରଙ୍କ ଉପରେ ଭରସା ରଖିବୁ, so we speak, ତେଣୁ ଆମମାନେ ସେଇ ଭରସାରେ କଥା କହୁ, not as pleasing men, ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କଲା ପରି ନୁହଁ, but God which trieth our heart. କିନ୍ତୁ ଯେ ଈଶ୍ୱର ଆମମାନଙ୍କ ହୃଦୟକୁ ପରୀକ୍ଷା କରନ୍ତି। He says, God, I have to answer God. ଓ ମତେ କେବଳ ଯୀଶୁଙ୍କୁ ଉତ୍ତର ଦେବାକୁ ପଡିବ। So I am not going to flatter you. I am not going to please you. ତେଣୁ ଆପଣଙ୍କୁ ମୁଁ ସନ୍ତୁଷ୍ଟ କରୁନି କିମ୍ବା ଆପଣଙ୍କୁ ମୁଁ ଛଳ ବାକ୍ୟରେ କହୁନି। What do we like? ଆମମାନେ କ'ଣ ଚାହୁଁ ଆଜି? Go and ask people. ଲୋକମାନଙ୍କୁ ଯାଇ ପଚାରନ୍ତୁ, Oh, he's a good preacher. ଓ ସେ ଜଣେ ଭଲ ପ୍ରଚାରକ, Oh, his intellect is wonderful. ତାଙ୍କର ଜ୍ଞାନ ଅତି ଅଦ୍ଭୁତ ଅଟେ। Is he making you a praying man? ଆପଣଙ୍କୁ ସେ କ'ଣ ପ୍ରାର୍ଥନା ବ୍ୟକ୍ତି Is he making you a clean ଏକ man? ସୂଚି ବ୍ୟକ୍ତିରେ ପରିଣତ କରିଛନ୍ତି ଆପଣ? Is his preaching pointing the finger at your sin? ଆପଣଙ୍କ ପାପ ଆଡକୁ ନିର୍ଦ୍ଦେଶ କରି କ'ଣ ସେ ପ୍ରଚାର କରୁଛନ୍ତି? No, that's not the ନା, concern. ତାହା ବଡ଼ ବିଷୟ ନୁହେଁ ଏଥିରେ। Oh, he's a great preacher. ଓ ସେ ଜଣେ ବଡ଼ ପ୍ରଚାରକ He ଅଟେ। says, God bless you, and he gives us such wonderful intellectual rubbish. ସେ କହନ୍ତି ପ୍ରଭୁ ଆଶୀର୍ବାଦ କରିବେ ବୋଲି ଅନେକ ଜ୍ଞାନର କଥା ସେ ଆମମାନଙ୍କୁ କହନ୍ତି। ଅତି ମୂର୍ଖାମିର ବିଷୟ ଏହା। No, St. Paul did nothing of the ନା, sort. ସେଇ ପ୍ରକାର କୌଣସି ବିଷୟ ସାଧୁ ପାଉଲ କରିନାହାନ୍ତି। Not as pleasing ସେ you, କହୁଛନ୍ତି ତୁମମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ କହିବି, but ମାତ୍ର the gospel which is entrusted to ଯେଉଁ us. ସୁସମାଚାର ଆମମାନଙ୍କ ହସ୍ତରେ ନ୍ୟସ୍ତ କରାଯାଇଛି, We are giving it to you ଆମେ ତାହା ତୁମମାନଙ୍କୁ ଦେଉଅଛୁ as men who are answerable to ସେଇ God. ମନୁଷ୍ୟ ଭାବରେ ଯେଉଁମାନେ ଈଶ୍ୱରଙ୍କ ନିକଟରେ ଦାୟୀ ଅଟୁବା ଆମମାନଙ୍କୁ ଉତ୍ତର ଦେବାକୁ ପଡିବ। I have to answer God. ମତେ ଈଶ୍ୱରଙ୍କୁ ଉତ୍ତର ଦେବାକୁ ପଡିବ। I can't come here and talk nonsense. ମୁଁ ଏଇଠିକି ଆସି କେବଳ ମୂର୍ଖାମିର ବିଷୟ ବା କଥାବାର୍ତ୍ତା କରିପାରିବିନି। My dear people, ମୋ ପ୍ରିୟ ଲୋକମାନେ, we have been entrusted ଆମମାନଙ୍କୁ କିଛି ବିଷୟ ଦିଆଯାଇଅଛି। with the greatest thing in the world, ଏଇ ଜଗତର ସବୁଠାରୁ ମୂଲ୍ୟବାନ ବିଷୟ ଆମମାନଙ୍କ ହାତରେ ଦିଆଯାଇଛି। the gospel, ତାହା ହେଉଛି ସୁସମାଚାର, the good news, ସୁସମ୍ବାଦ, the news of the Savior's perfect offering for sin. ପାପ ନିମନ୍ତେ ସେଇ ଉଦ୍ଧାରକର୍ତ୍ତାଙ୍କର ସମ୍ପୂର୍ଣ୍ଣ ବଳିକୃତର ସମ୍ବାଦ ଆମମାନଙ୍କ ହାତରେ ଦିଆଯାଇଛି। And what are you doing with it? କିନ୍ତୁ ତାହା ନେଇ ଆପଣ ଆଜି କ'ଣ କରୁଛନ୍ତି? Let us pray.